शक्ति तुम्हें पूजा समलेश्वरी माँ समली नारी आवाहन कालू एटिकार मनीष तुम सहित बंधा भक्तिर रज्जुरे भक्त तुम दिव्य कृपावर सिंचन कि सुंदर भाव ए माटीर संतान स्वभाव कवि गंगाधर मेहेर बलराम देव काव्य वर्णना कर भक्त देवी समली रूपे हसी हसी सहस्ते धराई दिले अंचल हसी प्राय 4,500 वर्षर वर्णाढ्य इतिहासर रत्नवेदी बसी ए अंचल कहीं क्यों कालू ए मंदिर को लगी बही जाऊँगी महानदी समग्र संबलपुर अंचल पुरातन पथर गुंफा गुड़िकर अंका जाइथिबा चित्रकला ए अंचल समृद्ध जनबसतिर आभास मिले मनीष जीतिबार व्यक्त करिबार खोजिबार जीवार जीवन को उपभोग करिबार एवं निजर अस्तित्व को बजाय रखिबार उत्साह को ये चित्र सब जीवंत कर दियंती एठारे प्रकृति मातार स्वर्गीय आशीर्वाद स्वरूप यार गर्भरे गच्छित हो रही मूल्यवान हीरा विश्वास नहले भी सत जे निजर हीरा ओडिशा एकदा सारा विश्व में प्रसिद्ध थिला ख्रीष्टपूर्व 2य शताब्दी लिखित कौटिल्यंक अर्थशास्त्र एवं 6ठ शताब्दी वराहमिहिर बृहत् संहिता पढ़ी शासन कला और अर्थनीति संपर्कित प्राचीन संस्कृत ग्रंथ हीरार अन्यतम मुख्य प्राप्तिस्थान भाव यही अंचल उल्लेख देखा जाए हीराकुद हीरार प्रतिष्ठा जो एकदा यह प्राचीन रोम सम्राटों मुकुटरे शोभा पाउथला 8दश शताब्दी ब्रिटिश ऐतिहासिक एडवर्ड गिबन रोम साम्राज्य पर लिखिथिबा रोम साम्राज्य क्षय और पतनर इतिहास लिखिछन्ति जे बंगलार सुमेरपुर हीरा खनि रोम को हीरा रप्तानी करा जाउथला 2य शताब्दी रोम साम्राज्यर मुकुटमणि थिला उत्तर आफ्रिकार बंदर सहर अलेक्जेंड्रिया एकाधारे गणित भूगोल ज्योतिष शास्त्र ज्योतिर्विज्ञान मानचित्र विद्यार पारंगम प्रतिभावान ग्रीक नोबेल क्लाउडियस टलेमियस एठारे बास करुथिले जनमानसरे से ख्यात थिले टलेमी नामरे निजर मौलिक रचना जियोग्राफिया टलेमी विश्व भ्रमण बाहरती हीराखंडर प्रसिद्ध हीरा टाणी आनी एठिकी नदीर अवखूले सम्पर्क मुनिकोटी जगह আছে जोटी बहुत हीरा मिलुछि मते सेटिकी जीवक पड़िब
तलेमीको सम्बलका ओ जीवनको सुबेल पुढी ହେଉଛି ଆଜିର ସମ୍ବଲପୁର। ଏହି ହୀରା କୌଣସି ଭୂତଳ ଖଣିରେ ନୁହେଁ, ବରଂ ମହାନଦୀ ଗର୍ଭରେ ଜମା ହେଉଥିବା ପଥର ଖଣ୍ଡରୁ ହିଁ ମିଳୁଥିଲା। ବୋଧହୁଏ ଏଇଥିପାଇଁ ସ୍ଥାନୀୟ ଲୋକେ ଏହାକୁ କହୁଥିଲେ ପ୍ରାଚୁର୍ଯ୍ୟର ନଦୀ। ଏସବୁ ହୀରା ଚଟାଣ ଉପରେ ଜମା ହୋଇ ଏକ ଦ୍ୱୀପ ବା କୁଦର ଆକାର ନେଉଥିଲା। ସେଇଥିରୁ ହିଁ ଆସିଛି ହୀରାକୁଦର ନାମ। ତୁମରି ଆଶୀର୍ବାଦ ଏହିପରି ଭାବରେ ଏ ସ୍ଥାନକୁ ଧନ୍ୟ କରିଥିଲା। 1757 ମସିହା ପଲାସି ଯୁଦ୍ଧ ପରେ ପରେ ରବର୍ଟ କ୍ଲାଇଭ୍ ଓ ଅନ୍ୟାନ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକାରୀମାନେ ବଙ୍ଗଳାର ଶାସନ କରି ହାତମୁଠା କଲେ। ରେକର୍ଡରୁ ଜଣାପଡ଼େ 1766 ମସିହାରେ ସମ୍ବଲପୁର ରାଜା ଅଭୟ ସିଂ ଏକ 16 କ୍ୟାରେଟ୍ର ଓଡ଼ିଶା ହୀରା କ୍ଲାଇଭ୍କୁ ଉପହାର ଭାବେ ପ୍ରଦାନ କଲେ। ଏହି ଉପହାର ଚତୁର କ୍ଲାଇଭ୍କୁ ନିଜର କଳା ଧନକୁ ହୀରାରେ ରୂପାନ୍ତରିତ କରି ପରବର୍ତ୍ତୀ ସମୟରେ ଚୋଡ଼ାରେ ଇଂଲଣ୍ଡକୁ ନେଇଯିବାର ବାଟ ଦେଖାଇଲା। ଏ ଦୁର୍ନୀତିରେ ସେ ସାମିଲ କରାଇଲେ ସେତେବେଳର କଲିକତାର ଏସ୍ପି ଥୋମାସ ମୋଟକୁ। ହୀରା ବ୍ୟବସାୟରେ କ୍ଲାଇଭ୍ଙ୍କ ସହଭାଗୀ ଭାବେ ସମ୍ବଲପୁର ଯାତ୍ରା କଲେ ମୋଟ। ମିଷ୍ଟର ମୋଟ, ପ୍ଲିଜ୍ ଆପଣ ସୁମିତ୍ରକୁ ଘୋଷିତ କରନ୍ତୁ ଆଉ ସେଠି ହୀରାର ଶୋଧ ସନ୍ଧାନ ନିଅନ୍ତୁ। ଆଉ ଏହି ଘଣ୍ଟେ ଏହି ଡାଇମଣ୍ଡକୁ ଭଲ ପ୍ରାଇସ୍ ମିଳିବ। ଘଞ୍ଚ ଜଙ୍ଗଲ ଭିତରକୁ ପ୍ରବେଶ କରି ମୋଟ ଭେଟିଲେ ସମ୍ବଲପୁର ରାଜାଙ୍କର ହୀରା ବ୍ୟବସାୟ ତଦାରଖ କରୁଥିବା ଜଣେ ପଦସ୍ଥ କର୍ମଚାରୀଙ୍କୁ। ମୋଟ ଲେଖିଛନ୍ତି, ଏହି ଅଧିକାରୀର ରେସ୍ପନ୍ସିବିଲିଟି ଥିଲା ମହାନଦୀର ଶାଖା ନଦୀ। ବର୍ଷା ପରେ ପରେ ନିୟର ବାଇ ପାହାଡ଼ର ରେଡ୍ ସଏଲ୍ ଫ୍ଲୋ କରି ଆସେ ନଦୀକୁ। ଏହି ନାଲି ମାଟି ମିଶା ପାଣିରେ ହୀରା ମିଳିବାଟା ସୁନିଶ୍ଚିତ। କିନ୍ତୁ କ୍ଲାଇଭ୍ଙ୍କର ଏ ଯୋଜନା କାହିଁକି ଅଧାରୁ ରହିଗଲା ତାହା ଏ ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି। 1850 ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକାର କଲା ସମ୍ବଲପୁର। ଆଶ୍ଚର୍ଯ୍ୟଜନକ ଭାବରେ ସମ୍ବଲପୁରର ହୀରା ବ୍ୟବସାୟରେ ଉନ୍ମୋଚନ ପଡ଼ିଲା ଓ ଏହି ବିଷୟ ସମ୍ପୂର୍ଣ୍ଣ ଭାବରେ ପ୍ରାୟ ସମସ୍ତ ରେକର୍ଡରୁ ଉଭାନ ହୋଇଗଲା। ପ୍ରକୃତ ସତ୍ୟ ଜଣା ନାହିଁ, କିନ୍ତୁ ଦକ୍ଷିଣ ଆଫ୍ରିକାରେ ହୀରା ଖଣିର ଆବିଷ୍କାର ଏହାର କାରଣ ହୋଇପାରେ ବୋଲି ଅନୁମାନ କରାଯାଏ। ଆବହମାନ କାଳରୁ ଗଣ୍ଡ, କନ୍ଧ ଓ ବିଞ୍ଜାଳ ଭଳି ଆଦିମ ଅଧିବାସୀମାନେ ଏହି ସ୍ଥାନର ବାସିନ୍ଦା। ପ୍ରାଚୀନ ଆଦିବାସୀ ଗଣତାନ୍ତ୍ରିକ ନିୟମ ଅନୁସାରେ ସଂଘୀୟ ପଦ୍ଧତିରେ ବଛାଯାଉଥିବା ରାଜାଙ୍କ ନେତୃତ୍ୱରେ ଏମାନେ ପ୍ରକୃତି ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରୁଥିଲେ। ହୀରାଖଣ୍ଡର ବହୁମୂଲ୍ୟ ହୀରା ଖନନ ସହ ଏମାନେ ପରିବେଶ ସହିତ ଭାରସାମ୍ୟ ବଜାୟ ରଖି ଚାଷ ମଧ୍ୟ କରୁଥିଲେ। ପ୍ରତ୍ୟେକ ବର୍ଷ ଦାରୁଣ ଗ୍ରୀଷ୍ମର ଶେଷରେ ମେଘଭରା ମୌସୁମୀ ପବନ ବୋହି ଆସେ ବଙ୍ଗୋପସାଗର କୂଳରୁ। ପ୍ରାୟ 3 ମାସରୁ ଅଧିକ ସମୟ ଧରି ପ୍ରଚୁର ବର୍ଷା ଏହି ଅଞ୍ଚଳରେ ଜଙ୍ଗଲ ଓ ଜମିକୁ ପଲ୍ଲବିତ କରିବା ସଙ୍ଗେ ସଙ୍ଗେ ମହାନଦୀକୁ ମଧ୍ୟ କରେ ଉପଭୋଗ। ନିଜର ଉର୍ବର ଜମିକୁ ଚାଷୀ ଭଳି ଲାଗିବାକୁ ଚାଷୀ ବର୍ଷା ଋତୁ ପାଦ ବଢ଼ାଏ ଶରତ ଘରକୁ। ଫସଲ କଟା ସମୟ ଆସିଲେ ଧରିତ୍ରୀ ମା ନିଜ ସନ୍ତାନ କୋଳରେ ଢାଳି ଦିଏ ଅମଳର ପ୍ରାଚୁର୍ଯ୍ୟ। ଧନ୍ୟବାଦର ଉତ୍ସବ ପାଳନ କରି ନିଜର କୃତଜ୍ଞତା ଜଣାନ୍ତି ଲୋକେ। ପ୍ରଥମ ଅମଳକୁ ସମର୍ପଣ କରନ୍ତି ଦେବୀଙ୍କ ପାଦ ତଳେ। ଏହା ହିଁ ତ ପ୍ରସିଦ୍ଧ ନୂଆଖାଇ।
नाचु तिमी को डाल खाई तोर दुआरे बसथै नाचु तिमी को डाल खाई जय जय माँ जय सामलेई 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 संग्रिला मोडरी अंकिते एक रहस्यमय भूमि एवं अप्रकाशित ऐश्वर्यर छवि तिब्बतर बौद्ध ग्रंथ यहाँको किंवदंतीपूर्ण एक आदर्श लोक एवं जुग जुगर ज्ञानर भंडार संभल नामरे नामित करिछि। वज्रजान संबंधित अनेक बौद्ध ग्रंथगुड़िक मतरे यह ओडियान देश अंतर्गत संभलर राजा इंद्रप्रतिंग द्वारा प्रतिष्ठित। वज्रजान किंवदंती अनुसार प्रभु बुद्ध निजे इंद्रप्रतिंग स्वप्न आसी तंत्रविद्या शिखाई तिब्बतीय बौद्ध परंपरार अन्यतम मुख्य महासिद्ध रूपे गणाए। किंवदंती विश्वास करतु अबा न करतु किंतु स्वप्न आप भावी पारे ना जे संभल ही आज संबलपुर ऐतिहासिक एवं सांस्कृतिक साक्ष्य प्रमाण संभल और संबलपुर मध्य सामंजस्य स्पष्ट जनापड़े। केतेक ऐतिहासिक मतरे तांत्रिक बौद्ध धर्म बा वज्रजानर जन्मस्थली यही संबलपुर। यही पूजन नारी शक्ति जागरण ही प्रमुख। मौर्य सम्राट अशोक पूर्वर ओडिशा रे बौद्ध धर्मर उपस्थिति थिला किंतु अष्टम शताब्दी तांत्रिक बौद्ध धर्मर उत्थान समय गोपन साधनारत तांत्रिक माने व्यवहार करुवा वज्र नामक हीराकार यंत्र जो यह कहगला वज्रजान। बौद्ध धर्मर यह परंपरा रे नारी शक्तिर भिन्न भिन्न स्वरूप को आवाहन करा जाए।
ବିଶ୍ଳେଷଣ କଲେ ହୁଏତ ବୁଝାପଡ଼ନ୍ତା ତାନ୍ତ୍ରିକ ମତାବଲମ୍ବୀ ବଜ୍ରଯାନ ବୌଦ୍ଧ ପରମ୍ପରାରେ ଥିବା ନାରୀ ଶକ୍ତି ପ୍ରମୁଖତା ସହିତ ଦେବୀ ସମଲେଇଙ୍କୁ କରାଯାଉଥିବା ମାତୃପୂଜନର ଅଦ୍ଭୁତ ସାମଞ୍ଜସ୍ୟ ରହିଛି। ସମୟର ପ୍ରବାହମାନ ସ୍ରୋତରେ କେତେ ରାଜ୍ୟ ଆବିର୍ଭାବ ହୋଇ ପୁଣି ଅନ୍ତର୍ହିତ ହୋଇଗଲେ। ପରବର୍ତ୍ତୀ 1000 ବର୍ଷରେ ପାଣ୍ଡୁବଂଶୀ ରାଜାଙ୍କ ଠାରୁ ଚାଳୁକ୍ୟ ରାଜାଙ୍କ ପର୍ଯ୍ୟନ୍ତ ଏବଂ ପରେ ପରେ ସୋମବଂଶୀ କଳଚୁରୀ ଏବଂ ଉତ୍କଳର ଗଙ୍ଗବଂଶୀ ଗଜପତି ରାଜାମାନେ ଆସିଲେ ଓ ଗଲେ। କେତେ ଯେ ଶାସନର ପରିବର୍ତ୍ତନ ଦେଖିଛି ସମ୍ବଲପୁର, କିନ୍ତୁ ପରିବର୍ତ୍ତିତ ହୋଇନାହାନ୍ତି ଏହାର ଇଷ୍ଟଦେବୀ ସମଲେଶ୍ୱରୀ। ଏ ଅଞ୍ଚଳ ଉପରେ ତାଙ୍କର ଆଶୀର୍ବାଦ ଆଜି ବି ସେମିତି ଅପରିବର୍ତ୍ତନୀୟ। ଇତିହାସ କୁହେ 1400 ଶତାବ୍ଦୀର ମଧ୍ୟଭାଗରେ ଚୌହାନ ଶାସକ ରମାଇଦେବ ଏ ଅଞ୍ଚଳରେ ସାମ୍ରାଜ୍ୟ ସ୍ଥାପନ କଲେ। ଆଜି ଆମେ ଯେଉଁ ସମଲେଶ୍ୱରୀ ମନ୍ଦିର ଦେଖୁଛୁ, ଏହା ତାଙ୍କରି ଦାୟାଦ ରାଜା ବଳରାମ ଦେବ ତିଆରି କରିଛନ୍ତି, ଯାହାଙ୍କ ସମ୍ପର୍କରେ ଏକ କିମ୍ବଦନ୍ତୀ ଯୋଡ଼ି ହୋଇ ରହିଛି। କିମ୍ବଦନ୍ତୀ ଅନୁସାରେ ରାଜା ବଳରାମ ଦେବ ନିଜର ତତ୍କାଳୀନ ରାଜଧାନୀ କୁମଦେଶକୁ ଏକ ଶିକାରୀ କୁକୁର ସହିତ ଶିକାର କରିବାକୁ ବାହାରିଥିଲେ। ସେଠାରେ ଏକ ଠେକୁଆ ତାଙ୍କ ଶିକାରୀ କୁକୁରକୁ ଘଉଡ଼େଇ ଦେବାର ଦୃଶ୍ୟ ସେ ଦେଖିଲେ। ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ଥକି ପଡ଼ିଥିବା ରାଜା ସେହି ସ୍ଥାନରେ ରାତି କଟାଇବାର ନିଷ୍ପତ୍ତି ନେଲେ। କୁହାଯାଏ ସ୍ୱପ୍ନରେ ଆବିର୍ଭୂତା ହେଲେ ମା ସମଲେଇ ଓ କହିଲେ ସେ ଏବେ ମହାନଦୀ ଭିତରେ ଥିବା ଏକ ଛୋଟ ମୁଣ୍ଡିଆ ପାହାଡ଼ ଗୁମଦରହାରେ ଅବସ୍ଥାନ କରୁଛନ୍ତି। ନାମ ଅନୁଯାୟୀ ଏହି ସ୍ଥାନଟି ମହାନଦୀର ଗଭୀର ଗଣ୍ଡ ମଧ୍ୟରେ ପ୍ରାୟ ସମୟ ବୁଡ଼ି ରହୁଥିଲା। ଯାହା ବି ହେଉ, ମହାନଦୀ କୂଳରେ ଥିବା ଏକ ଶିମିଳି ତୁଳା ଗଛ ତଳେ ମନ୍ଦିର ଗଢ଼ିବାର ଆଦେଶ ଦେଲେ ଦେବୀ ମା। सुंदर दौड़ते मोर लगी बना रजा तोर लगी मुई फेर गए हेन प्रकट हेबे। ସକାଳେ ନିଦରୁ ଉଠିଲା ମାତ୍ରେ ରାଜା ଫେରିଲେ ନିଜ ରାଜଧାନୀକୁ ଓ ସେଠି ମନ୍ଦିର ତିଆରି କରିବା ସଂକଳ୍ପ ବିଷୟରେ ରାଜମାତାଙ୍କୁ ଜଣାଇଲେ। समलेश्वरी नाम पूजा पाइबे हो। सुनो 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 सुनो। ରାଜା ବଳରାମ ଦେବଙ୍କ ପରିକଳ୍ପନାରେ ଦେବୀ ଏଠି ପୂଜା ପାଇଲେ। ଆଦି ମାତୃଶକ୍ତିଙ୍କ 4ଟି ରୂପରେ ଜଗଜ୍ଜନନୀ, ଆଦିଶକ୍ତି, ମହାଲକ୍ଷ୍ମୀ ଓ ସରସ୍ୱତୀ ଭାବରେ। କେତେକଙ୍କ ମତରେ ପ୍ରାଚୀନ ଭାରତୀୟ ନିର୍ମାଣ ଶାସ୍ତ୍ର ବାସ୍ତୁଶାସ୍ତ୍ରରେ ଥିବା ପ୍ରୋଟୋନାଗର ଶୈଳୀରେ ଏହି ମନ୍ଦିର ତିଆରି ହୋଇଛି। ଯଦିଓ ଏହି ବିଶାଳ ମନ୍ଦିର ସହିତ ଖଜୁରାହ ମନ୍ଦିର ନିର୍ମାଣ ଶୈଳୀର ଅଦ୍ଭୁତ ସାମଞ୍ଜସ୍ୟ ଅଛି, ତଥାପି ଏଥିରେ କିଛି ଭିନ୍ନତା ପରିଲକ୍ଷିତ ହୁଏ। ମନ୍ଦିରର ଶିଖରରେ ଥିବା ଲମ୍ବା ଓ ପତଳା ଖମ୍ବ ସେହି ଶୈଳୀରେ ବାହାରକୁ ବାହାରି ଆସିଛି ସତ, କିନ୍ତୁ ଖଜୁରାହର ସୂକ୍ଷ୍ମ କାରୁକାର୍ଯ୍ୟର ଅଭାବ ଏଠି ପରିଲକ୍ଷିତ ହୁଏ। ମୁଖ୍ୟ ମନ୍ଦିରର 4 କୋଣରେ ଅଛି 4ଟି ଗମ୍ବୁଜରୂପୀ ଛାତ, ଯାହା ଭକ୍ତମାନଙ୍କର ପରିକ୍ରମା ବାଟକୁ ନିର୍ଦ୍ଧାରିତ କରେ। ପରିକ୍ରମା ଉପରେ ଏପରି ଛାତ ଅନ୍ୟ କୌଣସି ମନ୍ଦିରରେ ଦେଖାଯାଏ ନାହିଁ। ତେଣୁ ଏହା ମିଶ୍ରିତ ସ୍ଥାପତ୍ୟ କଳାର ଏକ ପ୍ରକୃଷ୍ଟ ଉଦାହରଣ। ମନ୍ଦିର ଗର୍ଭଗୃହରେ ଥିବା ମୂର୍ତ୍ତିରେ କୌଣସି ସୂକ୍ଷ୍ମ କାରୁକାର୍ଯ୍ୟ ହୁଏ ନାହିଁ, ବରଂ ଅଛି ଏକ ବୃହତ୍ ପଥର ଖଣ୍ଡ, ଯାହାର ମଝି ଅଂଶଟି ବାଟି ସଦୃଶ। 2ଟି ସ୍ୱର୍ଣ୍ଣ ପତ୍ର ପାଲଟିଛି ସିନ୍ଦୁରମୁଖୀ ଦେବୀଙ୍କ ଚକ୍ଷୁ।
ଅଗରହାରେ ପୂଜିତା ଦେବୀଙ୍କ ସାଙ୍ଗରେ ଏହାର ସାମଞ୍ଜସ୍ୟ ମା ସମଲେଇଙ୍କ ଅଣଆର୍ଯ୍ୟ ଇତିହାସକୁ ପୁଷ୍ଟ କରୁଛି। ବାମ ପାର୍ଶ୍ୱରେ ଥିବା ତୋରଣ ଦ୍ୱାର ବିଶେଷ ଦିନରେ ରାଜା ଓ ତାଙ୍କ ପାରିଷଦଙ୍କ ରାଜକୀୟ ପ୍ରବେଶ ପଥ ପାଲଟିଯାଏ। ଅଭିଷେକ ସମୟରେ ଯଦିଓ ରାଜା ବଳରାମ ଦେବ ଠାକୁରାଣୀଙ୍କୁ ସମଲେଶ୍ୱରୀ ନାମରେ ନାମିତ କରିଥିଲେ, କିନ୍ତୁ ଶିମିଳି ଗଛ ମୂଳରେ ଥିବାରୁ ସ୍ଥାନୀୟ ବାସିନ୍ଦା ତାକୁ ମା ସମଲେଇ ବୋଲି ଡାକିବା ଆରମ୍ଭ କଲେ। ମନ୍ଦିର ଉପରେ ନିଜର ସାର୍ବଭୌମତା ବଜାୟ ରଖିବା ସହ ପରିଚାଳନାଗତ ସୁବିଧା ପାଇଁ ରାଜା ନିଜର କ୍ଷତ୍ରିୟ ବଂଶଜଙ୍କୁ ପୂଜାର ଅଧିକାର ଓ ଆରଣ୍ୟକ ବ୍ରାହ୍ମଣମାନଙ୍କୁ ପ୍ରଶାସନିକ ଅଧିକାର ଦେଇ ମନ୍ଦିର ସୁପରିଚାଳନା ନିମନ୍ତେ ବହୁତ ଜମିବାଡ଼ି ଖଞ୍ଜି ଦେଇଥିଲେ। ସମ୍ବଲପୁରରେ ଚୌହାନ ଶାସନ ପ୍ରବର୍ତ୍ତନ ପରେ ପରେ ଏହି ଅଞ୍ଚଳରେ ଗଢ଼ି ଉଠିଥିବା 18ଟି ରାଜ୍ୟର ରାଜା ନିଜ ରାଜଧାନୀରେ ସମଲେଶ୍ୱରୀ ମନ୍ଦିର ଢାଞ୍ଚାରେ ମନ୍ଦିର ନିର୍ମାଣ କରି ଦେବୀ ସମଲେଇଙ୍କୁ ନିଜର ଇଷ୍ଟ ଦେବୀ ଭାବେ ସ୍ଥାପନ କଲେ। ଆଜି ମଧ୍ୟ ଏହି ମନ୍ଦିର ଗୁଡ଼ିକ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରେ ଥିବା ପାଟଣାଗଡ଼, ବଲାଙ୍ଗୀର, ଗାଙ୍ଗପୁର, ବାମଣ୍ଡା, ରାୟଗଡ଼, ସାରଙ୍ଗଗଡ଼ ଓ ସରଗୁଜା ପ୍ରଭୃତି ଅଞ୍ଚଳରେ ଦେଖିବାକୁ ମିଳେ। ସେହି ସମୟରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁରର ସାଂସ୍କୃତିକ ଆଧାର ରୂପେ ମା ସମଲେଶ୍ୱରୀ ରହିଆସିଛନ୍ତି। ପ୍ରତ୍ୟେକ ବର୍ଷ ପୁଅ ଓ ଭାଇ ଝିଉଁତିଆ ସମୟରେ ମନ୍ଦିର ଆଖପାଖ ରଙ୍ଗେଇ ହେଇଯାଏ ଉତ୍ସବର ଭବ୍ୟ ରଙ୍ଗରେ। ଆମ୍ବପତ୍ର ଓ ପଇଡ଼ରେ ସୁସଜ୍ଜିତ ମାଟି ମାଠିଆ ଧରି ପହଞ୍ଚେ ମହିଳାଙ୍କ ଶୋଭାଯାତ୍ରା। ବାନ୍ଧ ବା ଇକତ କାମ ହୋଇଥିବା ହାତ ତିଆରି ସମ୍ବଲପୁରୀ ଉଜ୍ଜଳ ରଙ୍ଗୀନ ଶାଢ଼ୀ ପିନ୍ଧି ସେମାନେ ଦିଶୁଥାନ୍ତି ଅପୂର୍ବ। ଜଟିଳ କାରୁକାର୍ଯ୍ୟ ସାଙ୍ଗକୁ ପ୍ରତ୍ୟେକ ବସ୍ତୁର ଅବିକଳ ଅଙ୍କନ ସମ୍ବଲପୁରୀ ଶାଢ଼ୀକୁ ଦେଇଛି ସ୍ୱତନ୍ତ୍ର ମାନ୍ୟତା। ଚାଦର ଓ ଶାଢ଼ୀ ଉପରେ ଛନ୍ଦାୟିତ ଯାଦୁକରୀ ଛୁଆଁର ତାଳ ଆସ୍ତେ ଆସ୍ତେ ମିଶିଯାଏ ଉତ୍ତମ ସମ୍ବଲପୁରୀ ବାଦ୍ୟ ଢୋଲ, ନିଶାନ ଓ ତାସାର ଧ୍ୱନି ସାଙ୍ଗରେ। 15ଶହ ଶତାବ୍ଦୀ ବେଳକୁ ଓଡ଼ିଆ କବି ସାରଳା ଦାସ ନିଜର ଆରାଧ୍ୟ ଦେବୀଙ୍କୁ ଅନ୍ୟ ଦେବୀମାନଙ୍କ ମଧ୍ୟରେ ଦେଖିବା ଆରମ୍ଭ କରିଦେଇଥିଲେ। ଓଡ଼ିଶାର ଘରେ ଘରେ ପ୍ରସିଦ୍ଧ ସାରଳା ମହାଭାରତର ଦ୍ରୋଣ ପର୍ବରେ ମା ସମଲେଇଙ୍କ ବନ୍ଦନା କରି ସେ ଲେଖିଛନ୍ତି, ସମ୍ବଲପୁରୀ ସମଲାଇ ତୁ ପଲାଉ, ସେଥିରେ ରହିଣ ମତ ନାନା ପୂଜା ପାଉ, ଏହି ରୂପେ ପୂଜା ପାଉ ରହି କେତେ ସ୍ଥାନେ, କି ଶକ୍ତି ମହୁର ମାତ ଲୋକଣ ବର୍ଣ୍ଣନେ। 12 ମାସରେ 13 ପର୍ବ। ମା ସମଲେଇଙ୍କର କିନ୍ତୁ ଅନେକ ବେଶ। କେତେବେଳେ ନବଦେବୀ ତ, କେଉଁ ମାସରେ ବିଜୁଳି କନ୍ୟା ଅମ୍ବିକା। କେବେ ପୂର୍ଣ୍ଣମୀ ରାତିରେ ସେ ରାଜକୀୟ ରାଜରାଜେଶ୍ୱରୀ ରୂପରେ ତ, ଅମାବାସ୍ୟା ରାତିରେ ସେ ପୂଜା ପାଆନ୍ତି ମହାକାଳୀ ରୂପରେ। ଦଶହରା ସମୟରେ ମାଙ୍କ ପୂଜା କରାଯାଏ ଯୁଦ୍ଧରେ ସଦା ବିଜୟିନୀ ରଣଜିତା ରୂପରେ। ନିର୍ଦ୍ଦିଷ୍ଟ କିଛି ଦିନ ପାର୍ଶ୍ୱ ଦେବତା ହନୁମାନଙ୍କୁ ପୂଜା କରାଯାଏ। ପୁଣି କେବେ ମନ୍ଦିର ଶିଖର ଶୋଭା ପାଏ ନୂଆ ପତାକାରେ। କେବେ ପୁଣି ଦେବୀଙ୍କ ଶୌର୍ଯ୍ୟର ପ୍ରଦର୍ଶନ ସ୍ୱରୂପ ହୁଏ ଖଣ୍ଡା ପୂଜା। ଝିଉଁତିଆ ଉତ୍ସବ ଗୁଡ଼ିକରେ ମାଙ୍କୁ ସାକ୍ଷୀ ରଖି ନିଜ ନିଜର ସମ୍ପର୍କୀୟଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରିବାକୁ ଆସିଥିବା ଭକ୍ତଙ୍କ ଗହଳିରେ ପୂରି ଉଠେ ମନ୍ଦିର। ମାଘ ପଞ୍ଚମୀ ଦିନ ଠାକୁରାଣୀ ଏଠି ମା ସରସ୍ୱତୀ ରୂପରେ ଆବିର୍ଭୂତ ହୋଇ ବିଦ୍ୟାର୍ଥୀମାନଙ୍କ ଉପରେ ଢାଳି ଦିଅନ୍ତି ନିଜର ଆଶୀର୍ବାଦ। ସବୁଠାରୁ ଅନନ୍ୟ କିନ୍ତୁ ଧବଳମୁଖୀଙ୍କ ପୂଜା, ଯାହା ଆଶ୍ୱିନ ମାସରେ ପିତୃପକ୍ଷ ପାଳନ ଶେଷରେ ହେଉଥିବା ମହାଳୟା ଅବସରରେ ଅନୁଷ୍ଠିତ ହୁଏ। ବର୍ଷର ଅନ୍ୟାନ୍ୟ ଦିନ ବା ବିଶେଷ ଅବସରରେ ଦେବୀ ଶୋଭା ପାଆନ୍ତି ରକ୍ତ ସିନ୍ଦୁର ରଙ୍ଗରେ, କିନ୍ତୁ ଏହି ପର୍ବରେ ଦେବୀ ସମ୍ପୂର୍ଣ୍ଣ ଧଳା ରଙ୍ଗରେ ରଙ୍ଗାୟିତ ହୁଅନ୍ତି। ଧଳା ରଙ୍ଗ ଗଙ୍ଗା ନଦୀକୁ ପ୍ରତିନିଧିତ୍ୱ କରେ ଏବଂ ବିଶ୍ୱାସ କରାଯାଏ ଯେ ଦେବୀଙ୍କୁ ଏହି ଅବତାର ଗ୍ରହଣ ଦିନରେ ଦର୍ଶନ କଲେ ଏଠାରୁ 1000 କିଲୋମିଟର ଉର୍ଦ୍ଧ୍ୱ ଉତ୍ତର ଦିଗରେ ଥିବା ଗଙ୍ଗା ନଦୀ ଦର୍ଶନର ପୁଣ୍ୟ ଲାଭ ହୁଏ। ଯେତେବେଳେ କେଉଁ ସମୟ ଆଏ ସେ ଆନ୍ଧିଙ୍କୁ ହେତୁ ଦୁର୍ଭାଗ୍ୟ
राज्य पुरा सरकार होदिले सम्मान किंतु भाग्यर लिखन कि गरिबान 19 शताब्दी बेलू चौहान वंश दुर्बल हो सारी एवं संबलपुर राज्य समग्र भारत को शासन करने को चाहूला प्रतापी मराठा मान हाथ को आसला। यही समय किंतु सारा भारत में ब्रिटिश विभिन्न ध्वनि प्रतिध्वनित होगा आरंभ हो जाता। समस्त भारत उपमहादेश को कबलित करने ब्रिटिशर माने आक्रमण चेष्टा चलता संबलपुर मध्य ब्रिटिश अधीन को आसला। संबलपुर दुर्गरे हरफर होगा ब्रिटिश पताका। चौहान वंशर शेष वरिष्ठ सदस्य को सिंहासन में बसागला किंतु से पलटिगले ब्रिटिश हाथर काठ कंढे राज्यर परंपरा और नियम को अवज्ञा कर न्यायोचित परवर्ती दुई दावीदार को उपेक्षा कर ब्रिटिश कमिशनर विधवा राणी मोहन कुमारी को राजगादी अभिषिक्त कले। सुरेंद्र साय जड़े महान योद्धा चतुर रणनीतिज्ञ और लोकप्रिय व्यक्तित्व थे। राजगादी न मिलबार स्थानीय जमीदार माने विद्रोह करने आरंभ कले जहाँ साहाय्य बिना संबलपुर राज्य सुरुखुरे चलाइबा असंभव थिला। अनभिज्ञ राणींकर खलबुद्धि मंत्री मानक उपरे संपूर्ण निर्भर करिवार असहायता ये असंतोष को देजाइला। ब्रिटिश मानक क्रीड़ानक होई अहेतुक कर वृद्धि द्वारा से प्रजा को शोषण करिवार कौनसी मार्ग छाड़िले नहीं। विप्लव दमन करने हजारीबागु अधिक सैन्य बल संबलपुर को मगाला। समस्त चेष्टा शक्ति ब्रिटिश बाहिनी विद्रोह को दमन करें नहीं। तेणु बाध्य हुई राणी मोहन कुमारी को गादी हटाई स्थान में राजगादी बसाइले नारायण सिंह को। मेजर कीटों भाषा जी थे जड़े अपारग वृद्ध और मूढ़मती व्यक्ति। कंपनी सरकार जब नहीं सही हुए ना भले राजा तीन कोटी निमंत्रण अत्याचार बढ़ी चली आमके किसी गोटे नुआ चाल जन्म आम एथर डंगर तले लुकिक से बुझे माँ सुंदरी आशीर्वाद थे आम जय माँ साय एवं सहयोगी मैंने ब्रिटिश विरुद्ध विद्रोहर ध्वजा उड़ाई रखिले। देवलीगढ़ पहाड़ और सारंडा मार्ग गरिला युद्ध कौशल ब्रिटिश को आश्चर्य कर साहसी पढ़िया परिचित कराइला वीर सुरेंद्र साय नाम किंतु पुणी भाग्य दाव साधला। एक मुहांमुही संघर्ष में सुरेंद्र साय निजर किसी अनुगामी बंदी हेले। इतिमध्य राजा नारायण सिंह अपुत्रिक भाव में मृत्युवरण करने डॉक्ट्रिन ऑफ लाभ साइन दुरुपयोग कर ब्रिटिश संबलपुर को निज दखल को नहीं गले। यह अंचल असंतोष को आहरी खेचला। वीर सुरेंद्र साय मूर्त न्याय करते लड़ाई जीवन थीबार जाए जनता मनोभाव बुझीपार ब्रिटिश सुरेंद्र साय सांगे एक बुझामणा करने को स्थिर कला। संबलपुरवासी मंगल से साय साथ संधि करना बाढ़े राज्यर शांति निर्भीक भूमिपुत्र सुरेंद्र साय संधि करने को राजी हो गले किंतु दुईटी शर्त जेल जापनर बाकी मियादी मुक्ति एवं संबलपुर गादीर प्रकृत उत्तराधिकारी चयन। प्रथम शर्त तुरंत ग्रहण करगला और द्वितीय शर्त किसी आश्वासन सहित स्थगित रखागला। द्रुत ब्रिटिश किंतु निज चरित्र अनुसार साई राजगादीर दाबी को अग्राह्य करदेला। यही चंचकता को बुझीपारी सुरेंद्र साय 1857 मसीह खोलाखोली भाव में विद्रोहर घोषणा कले। चतुर ब्रिटिश आशंका कला सुरेंद्र साय और अनुगामी मैंने निश्चित भाव लोक प्रभावित करदे एवं समग्र अंचल में असंतोषर निआ चढ़ी उठे। बंदी है सुरेंद्र साय स्थानांतरित हेले परवर्ती समय
शेष निश्वास पर्यंत से बंदी हो रही संबलपुर वीर योद्धा काल काल को ओडिशार सिंह भाव में अमर हो रही एमती एक सिंह जहाँ को प्रतापी ब्रिटिश सरकार ना मारिबाकू ना मुक्त पड़िया विचरण करने छाड़ा साहस कला आज पश्चिम ओडिशार सर्वबृहत सहर भाव में संबलपुर प्रतिष्ठित जार आध्यात्मिक आधार ही रही मां समलेश्वरी देश स्वाधीन होला परे प्रभुत उन्नति और प्रगति करिछि सहर महानदी निर्मित हीराको बंध वार्षिक 3टी फसल दे ए अंचल को पश्चिम ओडिशार धात हांडीर मान्यता देछि खड़ी खादान परिपूर्ण ए अंचल आज द्रुत शिल्पायन समृद्ध मां सबलैकर गुणाकार संतान माने आज भी विश्वविख्यात संबलपुर शाढ़ी पर एक गुणाकारी जादू देखाई चली एकदा समका विश्व मानचित्र स्थानित कर हीराखंड पुणी थे नाची उठुंट मां समलैक जयध्वनि गान कर संबलपुरी गीतर ताड़ी ताड़े जय मां समरी जय मां समरी जय मां समरी। सुंदर कार्यक्रम।